ମୋତେ ମରଣକୁ ଡର ନାହିଁ, କିନ୍ତୁ ମୁଁ ଏତେ ଶୀଘ୍ର ମରିବାକୁ ଚାହୁଁନାହିଁ। ଏହା କହିଥିଲେ ମହାନ ଓ ଅଦ୍ଭୁତ ବୈଜ୍ଞାନିକ ଷ୍ଟିଫେନ୍ ହକିଂ। କାରଣ ମରିବା ପୂର୍ବରୁ ଜୀବନରେ ବହୁତ କିଛି କରିବାକୁ ବାକି ଅଛି, ଯାହାଙ୍କ ଶରୀରର କିଛି ବି ଅଙ୍ଗ କାମ କରୁନଥିଲା। ଯିଏ କହିପାରୁନଥିଲେ, ଚାଲିପାରୁନଥିଲେ, ସେ କିଛି ବି କରିପାରୁନଥିଲେ, କିନ୍ତୁ ସେ ବଞ୍ଚିବାକୁ ଚାହୁଁଥିଲେ। ଷ୍ଟିଫେନ୍ ହକିଂ କହୁଥିଲେ, ମୃତ୍ୟୁ ନିଶ୍ଚିତ, କିନ୍ତୁ ଜନ୍ମ ଓ ମୃତ୍ୟୁ ମଧ୍ୟରେ କିପରି ଜୀଇବା ତାହା ଆମ ଉପରେ ନିର୍ଭର କରେ। ଜୀବନରେ ଯେତେ ବାଧା ଆସୁନା କାହିଁକି, ଆପଣ ସବୁବେଳେ କିଛି ନା କିଛି କରିପାରିବେ ଆଉ ସଫଳତା ପାଇପାରିବେ। ଷ୍ଟିଫେନ୍ଙ୍କ ଜନ୍ମ 8 ଜାନୁଆରୀ 1942ରେ ଇଂଲଣ୍ଡର ଅକ୍ସଫୋର୍ଡ ସହରରେ ହୋଇଥିଲା। ଯେତେବେଳେ ଷ୍ଟିଫେନ୍ଙ୍କ ଜନ୍ମ ହେଲା, ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥିଲା। ଷ୍ଟିଫେନ୍ଙ୍କ ମା' ବାପା ଲଣ୍ଡନର ହାଇଗ୍ରେଡ୍ ସିଟିରେ ରହୁଥିଲେ, ଯେଉଁଠି ବହୁ ସମୟରେ ବମ୍ ପଡ଼ୁଥିଲା। ସେଥିପାଇଁ ସେ ତାଙ୍କ ପୁତ୍ରଙ୍କୁ ଜନ୍ମ ପାଇଁ ଅକ୍ସଫୋର୍ଡ ଚାଲିଗଲେ। ସେଠାରେ ଷ୍ଟିଫେନ୍ଙ୍କ ଜନ୍ମ ହେଲା। ପିଲାବେଳୁ ହକିନ୍ସ ବହୁତ ଇଣ୍ଟେଲିଜେଣ୍ଟ ଥିଲା। ତାଙ୍କ ପିତା ଜଣେ ଡକ୍ଟର, ମା ଜଣେ ହାଉସ୍ ୱାଇଫ୍ ଥିଲେ। ଷ୍ଟିଫେନ୍ଙ୍କ ବୁଦ୍ଧିମତ୍ତା ଏହି କଥାରୁ ଜଣାପଡ଼େ ଯେ ପିଲାବେଳେ ତାଙ୍କୁ ଆଇନଷ୍ଟାଇନ୍ ବୋଲି ଡାକୁଥିଲେ। ତାଙ୍କର ଗଣିତରେ ବହୁତ ଭଲ ହେଉଥିଲା। ସେ ପୁରୁଣା ଇଲେକ୍ଟ୍ରୋନିକ୍ସ ଉପକରଣରେ ଗୋଟିଏ କମ୍ପ୍ୟୁଟର ତିଆରି କରିଦେଲେ। 17 ବର୍ଷ ବୟସରେ ସେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଆଡମିସନ୍ କରିଥିଲେ। ଅକ୍ସଫୋର୍ଡରେ ପଢ଼ୁଥିବା ବେଳେ ତାଙ୍କର ଦୈନିକ କାର୍ଯ୍ୟ କରିବାରେ ତାଙ୍କୁ ଅସୁବିଧା ହେଉଥିଲା। ଥରେ ଷ୍ଟିଫେନ୍ ଛୁଟି କାଟିବାକୁ ନିଜ ଘରକୁ ଆସିଥିଲେ। ସିଡ଼ିରୁ ଓହ୍ଲାଉଥିବା ସମୟରେ ସେ ବେହୋସ ହୋଇଗଲେ ଓ ତଳେ ପଡ଼ିଗଲେ। ପ୍ରଥମେ କମଜୋରି ଭାବିକି ଅଧିକ ଚିନ୍ତା କଲେ ନାହିଁ, କିନ୍ତୁ ପରେ ବାରମ୍ବାର ଅଲଗା ଅଲଗା ଲକ୍ଷଣ ଘଟିବାରୁ ଡକ୍ଟର ଦେଖାଇଲେ। ଜାଣିବାକୁ ପାଇଲେ, କେବେ ବି ଭଲ ନ ହେଲା ଭଳି ରୋଗ ଯାହାର ନାମ ନ୍ୟୁରୋନ୍ ମୋଟର ଡିଜିଜ୍ ଅଟେ। ଏହି ରୋଗରେ ମାଂସପେଶୀକୁ ଲାଗି ସବୁ ଶିର କାର୍ଯ୍ୟ କରିବାକୁ ବନ୍ଦ କରିଦିଏ, ଯାହାଦ୍ୱାରା ଶରୀର ଅପଙ୍ଗ ହୋଇଯାଏ ଓ ସବୁ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦିଏ। ଡାକ୍ତର କହିଲେ, ଷ୍ଟିଫେନ୍ କେବଳ 2 ବର୍ଷ ବଞ୍ଚିପାରିବେ, କାରଣ ଆସନ୍ତା 2 ବର୍ଷ ମଧ୍ୟରେ ସବୁ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେବ। ଷ୍ଟିଫେନ୍ ଏହା ଶୁଣି ବଡ଼ ଦୁଃଖ ଅନୁଭବ କଲେ। ସେ କହିଲେ, ମୁଁ ଏମିତି ମରିପାରିବି ନାହିଁ। ମୋତେ ଜୀବନରେ ବହୁ କାମ କରିବାକୁ ବାକି ଅଛି। ଷ୍ଟିଫେନ୍ ତୁରନ୍ତ ମରିବା ବିଷୟରେ ନ ଭାବି ନିଜ ବୈଜ୍ଞାନିକ ଜୀବନ ଆରମ୍ଭ କଲେ। ଧୀରେ ଧୀରେ ସାରା ବିଶ୍ୱରେ ତାଙ୍କର ଖ୍ୟାତି ବଢ଼ିବାକୁ ଲାଗିଲା। ସେ ତାଙ୍କର ରୋଗକୁ ଏକ ବରଦାନ ଭାବେ ଗ୍ରହଣ କରିଥିଲେ। ଅନ୍ୟପଟେ ରୋଗର ପ୍ରଭାବ ବଢ଼ୁଥିଲା। ସେ ହୁଇଲ୍ ଚେୟାର ସାହାଯ୍ୟରେ ବସିବା ଆରମ୍ଭ କଲେ। ତାଙ୍କର ଏହି ହୁଇଲ୍ ଚେୟାରଟି ଏକ କମ୍ପ୍ୟୁଟର କନେକ୍ଟେଡ୍ ଥିଲା, ଯାହା ତାଙ୍କର ବ୍ରେନ୍, ଆଖି, ହାତର କମ୍ପଲ୍ସରୁ ଜାଣିପାରେ ଯେ ସେ କ'ଣ କହିବାକୁ ଚାହୁଁଛନ୍ତି। ଧୀରେ ଧୀରେ ସବୁ ଅଙ୍ଗ କାମ କରିବା ବନ୍ଦ କରିଦେଲା। ଏଥିରେ ଏକ ପ୍ଲସ୍ ପଏଣ୍ଟ ଥିଲା, ସେ କେବଳ ଶାରୀରିକ ଭାବେ ଅପଙ୍ଗ ହେଉଥିଲେ, ମାନସିକ ଭାବେ ଠିକ୍ ଥିଲେ। ସେ ବ୍ଲାକ୍ ହୋଲ୍ କନସେପ୍ଟ ଓ ହକିନ୍ସ ରେଡିଏସନର ବିଚାର ସାରା ଦୁନିଆକୁ ଦେଲେ। ସାରା ଦୁନିଆର ଆଖି ଷ୍ଟିଫେନ୍ ହକିଂ ଉପରେ ଥିଲା। ସେ ଏକ ବହି ଲେଖିଲେ, ଯାହାର ନାମ ଥିଲା ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍।
ଯାହା ସାରା ବିଶ୍ୱରେ ବିଜ୍ଞାନ ଜଗତକୁ ଆଶ୍ଚର୍ଯ୍ୟ କରିଥିଲା। ଷ୍ଟିଫେନ୍ ହକିଂ ନିଜ ଆତ୍ମବିଶ୍ୱାସ ବଳରେ ଏସବୁ କରିପାରିଲେ ଓ ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ପାଲଟିଗଲେ। ଯଦି ଏହି ଭିଡ଼ିଓଟି ସମସ୍ତଙ୍କୁ ପସନ୍ଦ ଆସିଥାଏ ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଶେଷରେ ଯାଉ ଯାଉ ଏହି ଗୀତଟି ଆପଣମାନଙ୍କ ପାଇଁ।